ପିଲାମାନେ ଆଜି ଆମେ ଆଲୋଚନା କରିବା ଦୁଇଟା ଲଙ୍ଗ କ୍ୱେଶ୍ଚନ୍। ଗୋଟେ ହେଉଛି ନିଷ୍କାମ କର୍ମ ଭଗବତ ଗୀତା, ଆଉ ଗୋଟେ ରହୁଛି ଆମର ଗାନ୍ଧିଆନ ଥଟ୍। ତାକୁ ଧ୍ୟାନ ଦେବ। ମୋତେ ତ ଲାଗୁଛି ଆସିବାର ସମ୍ଭାବନା ଅନେକ ଅଛି, ତାକୁ ଧ୍ୟାନ ଦେବ। ମୁଁ ଆଲୋଚନା କରୁଛି। ଏଠି ଦେଖ, ପ୍ରଥମ ପ୍ରଶ୍ନ ରହିଲା ଯେଉଁ 7 ନମ୍ବରରେ ଲେଖାଯାଇଛି, ମୁଁ ଚିହ୍ନ ଦେଇଛି, ଗୀତାର ନିଷ୍କାମ କର୍ମ ସମ୍ପର୍କରେ ବିଶଦ ଆଲୋଚନା କର, କିମ୍ବା ଗୀତା ମାନଦଣ୍ଡରୁ ନିଷ୍କାମ କର୍ମ ବିଷୟରେ ବ୍ୟାଖ୍ୟା କର, କିମ୍ବା ନିଷ୍କାମ କର୍ମର ସଂଜ୍ଞା ଲେଖ ଏବଂ ଏହାର ଲକ୍ଷଣ ଗୁଡ଼ିକ ଉଲ୍ଲେଖ କର। ଏଠି 3ଟା ଦେଇଛି, 3ଟାରୁ ଗୋଟେ ବି ପକାଇ ପାରେ, ବା 3ଟାରୁ ଗୋଟେ ହିଁ ଯେ ଆସିବ, ଯଦି ଆସିବ ପରୀକ୍ଷାରେ ତାକୁ ଧ୍ୟାନ ଦେବ। ତ ବର୍ତ୍ତମାନ ଆମେ ଆଲୋଚନା କରିବା। ଉତ୍ତର ଏଠି ସେ ଦେଇଛି, ଦେଖ ମୁଁ ଆରମ୍ଭ କରୁଛି। ପ୍ରଥମେ ଗୋଟେ ସାଂସ୍କୃତିକ ଶ୍ଲୋକଟେ ଦେଇଛି, କର୍ମଣ୍ୟଂ ବ୍ୟାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଳ ହେତୁର୍ଭୁ ମା ତେ ସଙ୍ଗତ୍ସ କର୍ମାଣୀ। ଦେଖ ଛୁଆମାନେ, ଏଠି କହିଲା କ'ଣ, ଉପରକୁ ଉଠଉଛି, ଟିକେ ୱେଟ୍ କରିଯାଅ। କର୍ମଣ୍ୟଂ ବ୍ୟାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଳ ହେତୁର୍ଭୁ ମା ତେ ସଙ୍ଗତ୍ସ କର୍ମାଣୀ। କର୍ମରେ ତୁମର ଅଧିକାର ଅଛି, ମାତ୍ର କର୍ମଫଳରେ ତୁମର ଅଧିକାର ନାହିଁ। ଆମେ ଯେଉଁ କର୍ମ କରୁଛେ, ଗୀତାରେ କୃଷ୍ଣ ବି ସେୟା କହିଛନ୍ତି, ମୁଁ ଯାହା କହୁଛି, ମୁଁ ଯାହା ଚାହୁଁଛି ତମେ କର, ତମେ ଯାହା ଚାହୁଁଛ ତମେ କଲେ ସେଇଟା ପାଇବ ନାହିଁ, ମୁଁ ଯାହା ଚାହୁଁଛି କଲେ ତମେ ପାଇବ। ତ ଠିକ୍ ସେମିତି କର୍ମରେ ତୁମର ଅଧିକାର ଅଛି, ଆମେ କର୍ମ କରିଯିବା। ଫଳ ଉପରେ ଆମର ଅଧିକାର ନାହିଁ, ତାକୁ ଭଗବାନ ଦେବେ। ଆମ କର୍ମ ଅନୁସାରେ ଆମେ ଫଳ ପାଇବା। କର୍ମ ଫଳ ପ୍ରତି ଆସକ୍ତି ତୁମର ନ ରହୁ, ଇଚ୍ଛା ରହିବନି, ଆଶଙ୍କା ରହିବନି ଯେ ମୁଁ ଏଇଟା କରୁଛି, ମୁଁ ଏଇଠି ଗୋଟେ ଭଲ ଫଳ ପାଇବି, ମୁଁ ପରିଶ୍ରମ କରୁଛି, ମୁଁ ଭଲ ରେଜଲ୍ଟ ପାଇବି। ଭଗବାନଙ୍କର ଇଚ୍ଛା। ହୁଏତ ଆମେ ପରିଶ୍ରମ କରୁଛେ, ସେହି ସମୟରେ ଆମକୁ ଦେହ ପା ଭଲ ମନ୍ଦ ଖରାପ ହେଇଯିବ, ଆମେ ପରୀକ୍ଷାରେ ଠିକ୍ ଯାଇକି ଉତ୍ତର ଲେଖିପାରିବାନି, କ'ଣ ହେବ ସେ ଭଗବାନ ଉପରେ ନିର୍ଭର କରେ। ଆମେ କର୍ମ କରି ଚାଲିବା, ନିରନ୍ତର ଆମର କର୍ମ କରିବାର ଅଛି, ଆଉ ସତ୍କର୍ମ କରିବା। କର୍ମ କରିବାକୁ ଆସକ୍ତି ରୂପେ ଗ୍ରହଣ କରି ଫଳପ୍ରାପ୍ତିର ଇପ୍ସିତ ଆକାଂକ୍ଷା ପରିହାର କରିବାକୁ ନିଷ୍କାମ କର୍ମ କରାଯାଏ। ଫଳ ଆକାଂକ୍ଷାର ଆମେ ଆଶା ରଖିବା ନାହିଁ, ଆମେ ଇଚ୍ଛା ରଖିବା ନାହିଁ, ଆମେ ଆଗ୍ରହ ରଖିବା ନାହିଁ। ଏହି ହେତୁ ନିଷ୍କାମ କର୍ମକୁ କର୍ମ ସନ୍ନ୍ୟାସ ବୋଲି ମଧ୍ୟ କୁହାଯାଏ। ଏ ହେତୁରୁ କ'ଣ ନା, ସନ୍ନ୍ୟାସମାନଙ୍କର ଯେମିତି ମୋ ଘର, ମୋ ସଂସାର, ମୋ ପିଲା, ମୋ ଛୁଆର ଆସକ୍ତି ନଥାଏ, ଠିକ୍ ସେମିତି ଆମେ ଆସକ୍ତି ରଖିବା ନାହିଁ, ଆମେ ସନ୍ନ୍ୟାସ ଭଳିଆ କର୍ମ କରି ଚାଲିବା। ନିଷ୍କାମ କର୍ମର 3ଟି ଲକ୍ଷଣ ରହିଛି। ପ୍ରଥମରେ ଫଳ ପାଇଁ ରହୁଥିବା ଇପ୍ସିତ କାମନାକୁ ବର୍ଜନ କରିବା। କ'ଣ ପିଲାମାନେ, ନା ଆମେ ଯେଉଁ କର୍ମ କରିସାରିକି ବା କର୍ମ କରୁଥିବା ବେଳେ ଆମେ ଗୋଟେ ଆଶା ରଖିବା, ମୁଁ ଏଇ କାମଟା କରୁଛି, ମୋତେ ସାର୍ ପ୍ରଶଂସା କରିବେ, ମୋତେ ଅମୁକ ପ୍ରଶଂସା କରିବେ, ବା ମୁଁ ଏତିକି ପଇସା ପାଇବି ବା ରୋଜଗାର କରିବି, ସେ ଆଶା ରଖିବା ନାହିଁ। ନିଷ୍କାମ କର୍ମର 3ଟି ଲକ୍ଷଣ ରହିଛି। ପ୍ରଥମରେ ଫଳ ପାଇଁ ରହୁଥିବା ଇପ୍ସିତ କାମନାକୁ ବର୍ଜନ କରିବା। କିଛି କାମନା ଆମେ ରଖିବା ନାହିଁ, ଆସକ୍ତି ଆମେ ରଖିବା ନାହିଁ। ପ୍ରତ୍ୟେକ ମଣିଷର କର୍ମ କରିବାର ଅଧିକାର ରହିଛି, ମାତ୍ର ଫଳ ପ୍ରତି ଅଧିକାର ନାହିଁ। ଆମେ କର୍ମ କରିବା, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ଯେଉଁ ସମୟ ରହୁଛି, ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଆମେ କିଛି ନା କିଛି ଭଲ କାମ କରିବା, କାହାରି ଅନିଷ୍ଟ କରିବା ନାହିଁ, କିନ୍ତୁ ଫଳ ପ୍ରତି ଆମେ ଆଶା ରଖିବା ନାହିଁ। କର୍ମର ଫଳାଫଳ ଈଶ୍ୱରଙ୍କଠାରେ ସମର୍ପଣ କରି ନିରାସକ୍ତ ଭାବେ ନିଜର କର୍ମ ପ୍ରତି ଉତ୍ସର୍ଗୀକୃତ ହେବାକୁ ଗୀତାରେ କୁହାଯାଇଛି। ଯାହା ଆମେ କର୍ମ କରୁଛେ, ସେ ଫଳ ସବୁକୁ ଆମେ ଈଶ୍ୱରଙ୍କ ପାଖରେ କ'ଣ କରିବା, ସମର୍ପଣ କରିବା। ହେ ପ୍ରଭୁ, ମୁଁ ଯାହା କରୁଛି ସେ ସବୁ ହେଉଛି ତୁମର, ତେଣୁ ତମେ କ'ଣ ଫଳ ଦେବ, କ'ଣ ନ ଦେବ, ସେଇଟା ତୁମେ ହିଁ ଜାଣିଛ। ଏହା କରିକି ଆମେ ଭଗବାନଙ୍କ ପାଖରେ, ଈଶ୍ୱରଙ୍କଠାରେ ସମର୍ପଣ କରି ନିରାସକ୍ତ ଭାବରେ ନିଜର କର୍ମ ପ୍ରତି ଉତ୍ସର୍ଗୀକୃତ ହେବାକୁ ଗୀତାରେ କୁହାଯାଇଛି। ଗୀତା ଆମକୁ ଏହା ଉପଦେଶ ଦେଇଛି। ତାପରେ ଆମେ ରହିଛି ଦ୍ୱିତୀୟରେ କ'ଣ ରହିଛି ପିଲାମାନେ, ନା ଦ୍ୱିତୀୟରେ ଅଛି କର୍ତ୍ତୃତ୍ୱାଭିମାନ ପରିହାର କରିବା। ମଣିଷ ନିଜର ଅଜ୍ଞାନତାକୁ ହେତୁ କିମ୍ବା ଅହଂଭାବ ହେତୁ ନିଜକୁ କର୍ମର ପୃଷ୍ଠପୋଷକ ବୋଲି ଭାବେ। ଆମ ଭିତରେ ଯେଉଁ ଅହଂ ରହିଛି, ମୋର ଏତେ ପଇସା ଅଛି, ମୁଁ ଏତେ ଧନୀ, ମୁଁ ଏତେ ଜ୍ଞାନୀ, ସେଇ ଅହଂଭାବକୁ ରଖିବା ନାହିଁ। ଆମେ କିଏ? ସବୁ ତ ଭଗବାନଙ୍କର ଦାତା, ଭଗବାନଙ୍କର ଦାନ। ତେଣୁ ମୋର ଅଛି, ମୋର ଏଇଟା, ମୋର ସେଇଟା, ମୁଁ ଏତିକି ପଇସା ରୋଜଗାର କରିଛି, ସେଇ ଅହଂଭାବ ଆମେ ଛାଡ଼ିଦେବା। ମଣିଷ ନିଜର ଅଜ୍ଞାନତା ହେତୁ କିମ୍ବା ଅହଂଭାବ ହେତୁ, ଅଜ୍ଞାନତା ହେତୁ, ଆମର ଜ୍ଞାନ ନାହିଁ ବୋଲି, ଆମେ ଦୁନିଆକୁ ଜାଣିନାହୁଁ ବୋଲି ଆମେ ସବୁବେଳେ ଲୋଲୁପ ଦୃଷ୍ଟି ରଖୁଛେ। ମୁଁ ଧନୀ ଅଛି, ମୋ ପାଖରେ ପଇସା ଅଛି, ମୋ ପାଖରେ ଜ୍ଞାନ ଅଛି, ଏଇ ଅହଂଭାବକୁ ଆମେ କ'ଣ କରିବା, ପରିହାର କରିବା ବା ତାକୁ ତ୍ୟାଗ କରିବା। ଏହାଦ୍ୱାରା ତାର ମନରେ ଅହଂଭାବ ଜାତ ହୋଇଥାଏ। କ'ଣ ନା, ମୋ ପାଖରେ ଅଛି, ମୁଁ ଏଇଟା ପାରିଛି, ମୁଁ ଏଇଟା କରୁଛି, ଅହଂଭାବ। ମଣିଷକୁ ଏହି ଅହଂଭାବକୁ ତ୍ୟାଗ କରିବାକୁ ହେବ, କାରଣ ଈଶ୍ୱର ହେଉଛନ୍ତି ସ୍ୱୟଂ କର୍ମର କର୍ତ୍ତା ଅଟନ୍ତି। ଭଗବାନ ହିଁ ପ୍ରତ୍ୟେକ କର୍ମର କର୍ତ୍ତା। ମୁଁ ସେ କଥା ଟିକେ ଆଗରୁ କହିଲି ଯେ
କୃଷ୍ଣ କହିଛନ୍ତି, ପ୍ରଭୁ କୃଷ୍ଣ କହିଛନ୍ତି ବା ଭଗବାନ କହିଛନ୍ତି ମୁଁ ଯାହା ଚାହୁଁଛି ତମେ କର, ତମେ ଯାହା ଚାହୁଁଛ ତମେ ଯଦି କରିବ ତାହେଲେ ଅସୁବିଧାରେ ପଡ଼ିବ, ମୁଁ ଯାହା ଚାହୁଁଛି ତମେ କର, ନିଶ୍ଚିନ୍ତ ଭାବରେ ତମେ ଠିକ୍ ଫଳ ପାଇବ। ଯେଠି ପ୍ରଶ୍ନ ଆସିବ ଯେ ଭଗବାନ କ'ଣ ଚାହୁଁଛନ୍ତି ନା ଯେଉଁଟା ସତ୍କର୍ମ, ଆମ ମନ ଯେଉଁ କହୁଛି, ଆମ ବିବେକ ଯେଉଁ କହୁଛି ଏଇଟା ଗୋଟେ ଖରାପ ଜିନିଷ, ଏଇଟା ଗୋଟେ ଭଲ ଜିନିଷ, ଆମେ ଭଲ ଜିନିଷଟାକୁ ହିଁ ଗ୍ରହଣ କରିବା, ସେଇଟା ହିଁ ଭଗବାନ କହୁଛନ୍ତି। ଈଶ୍ୱର ହେଉଛନ୍ତି ସ୍ୱୟଂ କର୍ମର କର୍ତ୍ତା ଅଟନ୍ତି, ଏଣୁ ଶାସ୍ତ୍ରରେ କୁହାଯାଇଛି କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ। ସବୁ ସେ ଭଗବାନ କରୁଛନ୍ତି, ଆମେ କି ଆମେ ଗୋଟେ ମାଧ୍ୟମ। ଯେମିତି ମହାଭାରତ ଯୁଦ୍ଧରେ ଯୁଦ୍ଧ ଚାଲିଥିଲା, ଅର୍ଜୁନ ଖାଲି ଧନୁରେ ତୀର ରଖୁଥିଲେ, ତୀର ସନ୍ଧାନ କରୁଥିଲେ ବା ତୀର ଛାଡ଼ୁଥିଲେ, କିନ୍ତୁ କରୁଥିଲେ କିଏ? ଯେମିତି ବେଲାଳସେନ କହିଥିଲେ ଅଦୃଶ୍ୟ ଗୋଟେ ଚକ୍ର ଯାଉଥିଲା ଆଉ ସମସ୍ତଙ୍କୁ ନିହତ କରୁଥିଲା, ଠିକ୍ ସେମିତି ଭଗବାନ ହିଁ ସବୁ କରୁଛନ୍ତି। ଆମେ ହେଉଛେ ଭଗବାନ ଯେଉଁ କରାଉଛନ୍ତି କାମ, ସେ କରିବାର ଆମେ ଗୋଟେ ହେଉଛି ଆମକୁ ନେଇକି ସେ କରାଉଛନ୍ତି, ଆମେ ହେଉଛେ ମାଧ୍ୟମ। ଏହି ହେତୁ ମଣିଷକୁ ନିଜର କର୍ତ୍ତାଭାବ ନ ରଖି ଅହଙ୍କାର ଶୂନ୍ୟ ହୃଦୟରେ ନିଜର କର୍ମକୁ ଆଗେଇ ନେବା ହେଉଛି ନିଷ୍କାମ କର୍ମର ମୌଳିକ ଧର୍ମ। ଅହଂଭାବ ରଖିବା ନାହିଁ, ଅହଂ ଶୂନ୍ୟ ହେଇକି ଆମ ହୃଦୟର ନିଜର କର୍ମକୁ ଆଗେଇ ନେବା ହେଉଛି ନିଷ୍କାମ କର୍ମର ମୌଳିକ ଧର୍ମ। କିଛି ଆମର ଆସକ୍ତି ରହିବନି, କାମନା ରହିବନି, ଆମେ କର୍ମ କରିବା କଥା କରି ଚାଲିବା। ଶେଷରେ ନିଷ୍କାମ କର୍ମ ଅନ୍ତିମ ଲକ୍ଷଣଟି ହେଉଛି କ'ଣ? ଦୁଇଟା ଲକ୍ଷଣ ଗଲା ପିଲାମାନେ, ଏଇଟା ହେଉଛି ତୃତୀୟ ଲକ୍ଷଣ। କ'ଣ ନା ଶେଷରେ ନିଷ୍କାମ କର୍ମର ଅନ୍ତିମ ଲକ୍ଷଣଟି ହେଉଛି ଈଶ୍ୱରଙ୍କ ନିକଟରେ ସମର୍ପଣ ଭାବ। ସବୁ ଆମେ ଈଶ୍ୱରଙ୍କ ନିକଟରେ ସମର୍ପଣ କରିଦେବା, ମୋର ବୋଲି କିଛି ନାହିଁ, ସବୁ ଭଗବାନଙ୍କର। ପ୍ରକୃତ କର୍ମଯୋଗୀ ଈଶ୍ୱରଙ୍କର ସାଧନ ରୂପେ କାର୍ଯ୍ୟ କରିଥାଏ। କର୍ମଯୋଗୀ କର୍ମ କରିବାର ସମୟରେ ଉପଲବ୍ଧି କରିଥାଏ ଯେ ଈଶ୍ୱର ତାହାରିଠାରେ ଥାଇ ତାହାରି ମାଧ୍ୟମରେ କର୍ମ କରାଉଛନ୍ତି। ମୁଁ ଟିକେ ଆଗରୁ କହିଥିଲି, ଆମେ ଯେଉଁ କର୍ମ କରୁଛେ ସେଇଟା ଆମେ ଭାବିବନି ଆମେ କରୁଛେ। ଆମେ ଯିଏ ଯୋଗୀ, ଯିଏ ସନ୍ନ୍ୟାସୀ, ସେମାନଙ୍କ ମନରେ ଯେଉଁ ପ୍ରକାର ଧାରଣା ଥାଏ, ମୁଁ ଯାହା କରୁଛି ଈଶ୍ୱର ମୋ ଦ୍ୱାରା ହିଁ କରାଉଛନ୍ତି, ମୁଁ କିଛି କରୁନାହିଁ, ଯାହା କରୁଛନ୍ତି ଈଶ୍ୱର କରୁଛନ୍ତି, ମୋ ଦ୍ୱାରା କାମଟା କରାଉଛନ୍ତି। ମହାଭାରତର ଯେମିତି ମୁଁ କହିଥିଲି ଅର୍ଜୁନ କଥା, କୃଷ୍ଣଙ୍କ କଥା, ଯେ ଅର୍ଜୁନ ଭାବୁଛନ୍ତି ମୁଁ ଯୁଦ୍ଧରେ ଏତେ କଲି ସେତେ କଲି, କିନ୍ତୁ ଯେତେବେଳେ ବେଲାଳସେନକୁ ପଚାରିଲେ ପ୍ରକୃତରେ କିଏ ମାରିଛି, କିଏ ବେଶୀ ଲୋକଙ୍କୁ ନିହତ କରିଛି, ସେତେବେଳେ ବେଲାଳସେନକୁ ପଚାରିଲା ପରେ କହିଲେ ଯେ ଗୋଟେ ଅସ୍ତ୍ର, ଗୋଟେ ଚକ୍ର ଯାଉଥିଲା, ସିଏ ହିଁ ତ ସବୁ ମାରୁଥିଲା, ସିଏ ହିଁ ତ ସମସ୍ତଙ୍କୁ ନିଧନ କରୁଥିଲା। ତେଣୁ ସେଇଠୁ ଆମେ ଅନୁଭବ କରୁଛେ ଆମେ ହେଉଛେ ମାଧ୍ୟମ, ଆମ ଦ୍ୱାରା ଭଗବାନ କାମ କରୁଛନ୍ତି। ଏହି ହେତୁ ଜଣେ କର୍ମଯୋଗୀ ନିଜର କର୍ମକୁ ଈଶ୍ୱରଙ୍କଠାରେ ଅର୍ପଣ କରି ଜଗତ ହିତ ଲାଗି ଅବାରିତ ଭାବେ କର୍ମପ୍ରବଣ ହୋଇଥାଏ। ନିଜ ଅକୁଣ୍ଠିତ ଚିତ୍ତରେ କିଛି ଅହଙ୍କାର ନାହିଁ, କିଛି କାମନା ନାହିଁ, କିଛି ବାସନା ନାହିଁ, କିଛି ଆସକ୍ତି ନାହିଁ। ମୋତେ ଏଇଟା ଭଲ ଲାଗୁଛି, ମୋ ବିବେକକୁ ଭଲ ଲାଗୁଛି, ମୁଁ ଏଇ କର୍ମଟି କରିବି। ଅଟୋମେଟିକ୍ ଆମେ ଜାଣିଦେବା ପିଲାମାନେ, ଆମକୁ କେଉଁଟା ଭଲ କେଉଁଟା ଖରାପ ଆମେ କ'ଣ ବିଚାର କରିବା କ୍ଷମତା ନାହିଁ କି ଅଛି। ଆମେ ଲୋଭରେ ଯେତେବେଳେ ପଡ଼ିଯାଉଛେ, ମୋହରେ ଯେତେବେଳେ ପଡ଼ିଯାଉଛେ, ଆସକ୍ତିରେ ଯେତେବେଳେ ପଡ଼ିଯାଉଛେ, ଖରାପ ଜିନିଷଟାକୁ ଭଲ ଭାବିକି କରୁଛେ, ସେଇଥିପାଇଁ ହେଲେ କ'ଣ ହେବ? ଆମେ ନର୍କଗାମୀ ହେବା। ଯଦି ଆମେ କାମନା ରଖିବା ନାହିଁ, ଭଲ କାମ କରିବା, ତାହେଲେ ନିଶ୍ଚିନ୍ତ ଭାବରେ ଆମେ କ'ଣ କରିବା ନା ନିଷ୍କାମ କର୍ମରେ ନିଜକୁ ନିୟୋଜିତ କରିପାରିବା। ଆକୁ ଏତିକି ଲେଖିବ, ନିଶ୍ଚିତ ଭାବରେ ଲେଖୁ କାହାରି ମନକୁ ଆସିଯିବ ସେଇ ନିଷ୍କାମ କର୍ମ ଉପରେ। ତୁମେ ଟିକେ ଆଉ ଯଦି ବିଶ୍ଳେଷଣ କରିବ, ନହେଲେ ଏତିକି ଲେଖିଲେ ପିଲାମାନେ ତୁମେ ନିଶ୍ଚିନ୍ତ ଭାବରେ ଭଲ ନମ୍ବର ପାଇପାରିବ। ମୋତେ ତ ଲାଗୁଛି ପରୀକ୍ଷା ଉପଯୋଗୀ ପ୍ରଶ୍ନ ଆସିବାର ସମ୍ଭାବନା ରହିଛି। ତାପରେ ଆମେ ଯିବା ଛୁଆମାନେ, ଅଛି ଏଠି ଦେଖ, ମହାତ୍ମା ଗାନ୍ଧୀ ଅହିଂସା ସମ୍ବନ୍ଧରେ କ'ଣ କହିଛନ୍ତି ବ୍ୟାଖ୍ୟା କର, କିମ୍ବା ଗାନ୍ଧୀଜୀଙ୍କ ଅହିଂସା ନୀତି କ'ଣ ଅଟେ, ଏହାର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କର। ଦୁଇଟା ପ୍ରଶ୍ନ ଅଛି, ଗୋଟେ ବି କୌଣସି ଆସିପାରେ। ତେଣୁ ଦେଇଛି ମହାତ୍ମା ଗାନ୍ଧୀ ଅହିଂସା ସମ୍ବନ୍ଧରେ କ'ଣ କହିଛନ୍ତି ବ୍ୟାଖ୍ୟା କର, କିମ୍ବା ଗାନ୍ଧୀଜୀଙ୍କ ଅହିଂସା ନୀତି କ'ଣ ଅଟେ, ଏହାର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କର। ବର୍ତ୍ତମାନ ଆମେ ଆଲୋଚନା କରିବା ପିଲାମାନେ। ଏଠି ମୁଁ ଚିହ୍ନ ଦେଲି ସେ ପ୍ରଶ୍ନଟାକୁ, ବର୍ତ୍ତମାନ ଆମେ ଆଲୋଚନା କରିବା। ଉତ୍ତରରେ କ'ଣ ଲେଖିଲେ? ଅହିଂସା ହେଉଛି କୌଣସି ପ୍ରାଣୀର ଅନିଷ୍ଟ ନ କରିବା। ଅହିଂସା ମାନେ କାହାରି ଆମେ କ୍ଷତି କରିବା ନାହିଁ, କାହାରିକୁ ଆମେ କଷ୍ଟ ଦେବା ନାହିଁ। ସକଳ ଜୀବ ଜଗତ ପ୍ରତି କରୁଣା ତଥା ଦୟାଭାବ ରଖିବା। ଆମେ ଯେମିତି ମଣିଷଙ୍କର ଜୀବନ ଅଛି, ଠିକ୍ ସେମିତି ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ଜୀବନ ଅଛି। ତେଣୁ ସକଳ ଜୀବ ପ୍ରତି, ସବୁ ଜୀବ ପ୍ରତି କ'ଣ କରିବା? ଆମେ କରୁଣା ଭାବ ରଖିବା। ଆମେ ହେଉଛେ ମଣିଷ, ଆମେ ହେଉଛେ ପୃଥିବୀର ଯାହା ଅଛି ସବୁ ଆମେ ତା'ର ବ୍ୟବହାର କରିବା। ଆମେ ଛେଳି ମାରିକି ଖାଉଛେ, ଆମେ କୁକୁଡ଼ା ମାରିକି ଖାଉଛେ, ଆମେ ମାଂସ ମାରିକି ଖାଉଛେ। ତ
କିନ୍ତୁ ଭଗବାନ ସେମାନଙ୍କୁ ବି ଜୀବ ସୃଷ୍ଟି କରିଛନ୍ତି, ଆମକୁ ବି ଜୀବ ସୃଷ୍ଟି କରିଛନ୍ତି। ତେଣୁ ଆମେ ଯେଉଁ ତାଙ୍କ ଉପରେ ଅଧିକାର ସାବ୍ୟସ୍ତ କରୁଛେ ସେଇ ପ୍ରକାର ହିଂସା ରଖିବା ନାହିଁ। ଆମେ ସବୁ ଜୀବକୁ, ଆମର ଯେମିତି ଜୀବନ ଅଛି, ଆମକୁ ଯେମିତି କଷ୍ଟ ଲାଗୁଛି, ଆମେ ଯେମିତି ବୁଲିକି ଭାତ ଶାଗ ଡାଲି ଖାଉଛେ, ସେମିତି ପ୍ରତ୍ୟେକ ଜୀବ ମଧ୍ୟ ସେମିତି ତାଙ୍କର ଖାଦ୍ୟ ସଂଗ୍ରହ କରିକି ସେମାନେ ଚଳିବେ। କିନ୍ତୁ ଆମେ ସେଗୁଡ଼ାକୁ ନିଜର ଭାବିକି ତାକୁ ଆମେ ନିଜ କାର୍ଯ୍ୟରେ ଲଗାଇ ଦେଉଛେ। ତେଣୁ ସକଳ ଜୀବ ପ୍ରତି କରୁଣ ତଥା ଦୟାଭାବ ରଖିବା, ସବୁ ଜୀବକୁ ଆମେ ସମାନ ଦେଖିବା। ବେଦରେ କୁହାଯାଇଛି ମା ହିସ୍ୟାତ୍ ସର୍ବଭୂତାନି, ଅର୍ଥାତ୍ ସର୍ବପ୍ରାଣୀଙ୍କ ପ୍ରତି ଦୟାଭାବ ରଖ, ହିଂସା ଭାବ ରଖ ନାହିଁ। ସଂସ୍କୃତ ଶ୍ଲୋକ ଗୁଡ଼ା ଦେଖିବ ମାନେ ସଂସ୍କୃତ ୱାର୍ଡ଼ ଗୁଡ଼ା ସବୁ ଅଛି, ତାକୁ ଯଦି ଲେଖିପାରିବ ନିଶ୍ଚିନ୍ତ ଭାବରେ ଭଲ ନମ୍ବର ଆସିବ। ଆମେ ଯିବା ବର୍ତ୍ତମାନ ତାକୁ ବିଶ୍ଳେଷଣ କରିବା। ଅହିଂସାର ଦୁଇଟି ଦିଗ ରହିଛି। ମହାତ୍ମା ଗାନ୍ଧୀଙ୍କର ଦୃଷ୍ଟିକୋଣରୁ ସେ ନିଜକୁ ପରିପ୍ରକାଶ କରିଛନ୍ତି। ଅହିଂସାର ଦୁଇଟି ଦିଗ ରହିଛି। ଗୋଟିଏ ଦିଗ ହେଲା ସକାରାତ୍ମକ ଦିଗ ଏବଂ ଅନ୍ୟ ଦିଗଟି ହେଉଛି ନକାରାତ୍ମକ ଦିଗ। ଅଛି ସକାରାତ୍ମକ ଦିଗ, ଏଠି ରହିଲା ନକାରାତ୍ମକ ଦିଗ। ଅହିଂସାର ସକାରାତ୍ମକ ଦିଗଟି ହେଉଛି ପ୍ରେମ କରିବା କିମ୍ବା ଅନ୍ୟ ପ୍ରତି ସଦ୍ଭାବପୂର୍ଣ୍ଣ ବ୍ୟବହାର କରିବା, ଯେ ଅନ୍ୟକୁ ପ୍ରେମ କରିବା, ଭଲ ପାଇବା, ସ୍ନେହ କରିବା ଏବଂ ସଦ୍ଭାବ ରଖିବା। ଅନ୍ୟ ସହିତ ଅନ୍ୟକୁ ବାଧିଲା ବେଳେ, ଅନ୍ୟର ମନକୁ କଷ୍ଟ ହେଲା ବେଳେ ଆମେ କଥା କହିବା ନାହିଁ। ଅହିଂସାର ସକାରାତ୍ମକ ଦିଗଟି ହେଉଛି ପ୍ରେମ କରିବା କିମ୍ବା ଅନ୍ୟ ପ୍ରତି ସଦ୍ଭାବପୂର୍ଣ୍ଣ ବ୍ୟବହାର କରିବା ଏବଂ ଉତ୍ସର୍ଗୀକୃତ ହୋଇ ସମାଜର ସେବା କରିବା। ଉତ୍ସର୍ଗୀକୃତ ହୋଇକି ଆମେ ସମାଜର ସେବା କରିବା। ଅନ୍ୟ ପକ୍ଷରେ ଅହିଂସାର ନକାରାତ୍ମକ ଦିଗଟି ହେଉଛି କାହା ପ୍ରତି ହିଂସା ଆଚରଣ ନ କରିବା। ନକାରାତ୍ମକ ଦିଗଟି କାହା ପ୍ରତି ଆମେ ହିଂସା ଆଚରଣ କରିବା ନାହିଁ। ସିଏ ଭଲ ଖାଇଲା, ସିଏ ଭଲ ପିନ୍ଧିଲା, ସିଏ ଧନୀ ହେଇଗଲା, ସିଏ ଭଲ ନମ୍ବର ରଖିଲା, ଆମେ ହିଂସା କରିବା ନାହିଁ। ସିଏ ପରିଶ୍ରମ କରିଛି, ସିଏ ଭଲ ନମ୍ବର ରଖିଛି, ମୁଁ ପରିଶ୍ରମ କରିବି, ଭଗବାନ ଯଦି ମୋତେ ସାଥ ଦେବେ ତାହେଲେ ମୁଁ ବି ଭଲ ନମ୍ବର ରଖିବି। ହିଂସା କରିବା ନାହିଁ। ସିଏ ଭଲ ପିନ୍ଧିକି ଆସିଲା, ମୁଁ କାହିଁକି ଭଲ ପିନ୍ଧିଲିନି, ସିଏ ପାଠ ପଢ଼ିକି ଭଲ ନମ୍ବର ରଖିଲା, ମୁଁ କାହିଁକି ରଖିଲିନି, ଆମେ ହିଂସା କାହିଁକି କରିବା? ହିଂସା କଲେ ଆମେ ଉପରକୁ ଯାଇପାରିବା ନାହିଁ, ଆମେ ଉନ୍ନତି କରିପାରିବା ନାହିଁ। ତେଣୁ ଉତ୍ସର୍ଗୀକୃତ ହୋଇ ସମାଜର ସେବା କରିବା। ଅନ୍ୟ ପକ୍ଷରେ ଅହିଂସାର ନକାରାତ୍ମକ ଦିଗଟି ହେଉଛି କାହା ପ୍ରତି ହିଂସା ଆଚରଣ ନ କରିବା, ଅର୍ଥାତ୍ ମନ, ବଚନ ଓ ଶରୀର ଦ୍ୱାରା କାହାରିକୁ କଷ୍ଟ କିମ୍ବା ଦୁଃଖ ନ ଦେବା। ମନ ଭିତରେ ଆମେ ରଖିବା ନାହିଁ, ବଚନ ମାନେ ବାକ୍ୟରେ ବା କଥାରେ ଆମେ କହିକି କାହାକୁ ଦୁଃଖ ଦେବା ନାହିଁ ଏବଂ ଶରୀର ଭିତରେ ମନ, ବାକ୍ୟ, କାୟ ଯେମିତି ଆମର ଅଛି ସେମିତି ମନରେ ଆଉ ବଚନରେ ଆଉ ଶରୀରରେ କାହାରିକୁ କଷ୍ଟ କିମ୍ବା ଦୁଃଖ ନ ଦେବା। ମନୋବା କାୟ ସର୍ବଭୂତାନାଂ ପୀଡ଼ନଂ ଅହିଂସା ଉପରେ ଦେଇଦେଲା। କାହାକୁ ମନ, ବଚନ ଏବଂ ଶରୀର ଦ୍ୱାରା କଷ୍ଟ ଦେବା। ଶରୀର କଷ୍ଟ, ପିଟିବା, ମାରିବା, ସେଇଟା ଶରୀର କଷ୍ଟ ହେଇଯିବ। ମନ କଷ୍ଟ, ତାକୁ ଯଦି କଡ଼ା କଥା କହିବା, ବଚନ କଷ୍ଟ, ମନ କଷ୍ଟ, ସେମିତି ତାକୁ ଯଦି ଦୁଃଖ ଦେବା ତା ମନ ଭିତରେ କଷ୍ଟ ରହିବ। ଏମିତି ଆମେ କାହାକୁ ଦୁଃଖ ଦେବା ନାହିଁ। ବର୍ତ୍ତମାନ ବାସ୍ତବରେ ଗାନ୍ଧିଜୀଙ୍କ ଅହିଂସା ଏକ ଆତ୍ମଶକ୍ତି ଏବଂ ବିଶ୍ୱଭାତୃତ୍ୱ ତଥା ବିଶ୍ୱପ୍ରେମର ଏକ ବଳିଷ୍ଠ ସମାଧାନ। ବାସ୍ତବରେ ଗାନ୍ଧିଜୀ ଯେଉଁ ଅହିଂସା ନୀତି ଅବଲମ୍ବନ କରିଥିଲେ, ଏହା ହେଉଛି ଆତ୍ମଶକ୍ତି, ନିଜର ଆତ୍ମଶକ୍ତିକି ସେ ବଢ଼େଇବ ଏବଂ ବିଶ୍ୱଭାତୃତ୍ୱ ତଥା ବିଶ୍ୱପ୍ରେମର ଏକ ବଳିଷ୍ଠ ସମାଧାନ। ଗାନ୍ଧିଜୀ କହୁଥିଲେ ଅହିଂସା ହେଉଛି ଗୋଟେ ସବଳ ଲୋକର ଅସ୍ତ୍ର, ସବଳ ଲୋକ ପାଖରେ ଥାଏ। ଅହିଂସା ଦେଖିବ, ଅହିଂସା ନୀତିଟା ସବଳ ଲୋକ ପାଖରେ ଥାଏ। ହିଂସା ନୀତିଟା କାହା ପାଖରେ ରହିବ? ଦୁର୍ବଳ ଲୋକ ପାଖରେ, ଯିଏ ପାରୁନଥିବ, ଯିଏ ପାରିବନି, ଯାହା ଉପରେ ଆତ୍ମବିଶ୍ୱାସ ନାହିଁ, ସିଏ ହିଁ ହିଂସା ନୀତି ଅବଲମ୍ବନ କରିବ। କିନ୍ତୁ ଯିଏ ପାରିବ, ଯାହା ପାଖରେ କ୍ଷମତା ଅଛି, ମୁଁ ପାରିବି, ସେ କାହିଁକି ଅନ୍ୟ ଉପରେ ହିଂସା କରିବ? ଅହିଂସା ଭୟକୁ ପ୍ରଶ୍ରୟ ଦିଏ ନା। ଅହିଂସା ଭୟକୁ ସେ ପ୍ରଶ୍ରୟ ଦିଏ ନା। ଅହିଂସା ମାନେ ହିଂସାକୁ ସେ ପ୍ରଶ୍ରୟ ଦେବନି, ଭୟକୁ ବି ପ୍ରଶ୍ରୟ ଦେବନି ଗୋଟେ ସବଳ ଲୋକ। ଏହା ଅସଙ୍ଗତିକୁ ସଙ୍ଗତି ଏବଂ ବିଶୃଙ୍ଖଳାକୁ ଶୃଙ୍ଖଳାରେ ପରିଣତ କରେ। ଏହା ସକଳ ବିବିଧତା ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରେ। ସକଳ ବିବିଧତା, ସବୁ ବିଭିନ୍ନତା ମଧ୍ୟରେ, ସବୁ ଅନେକ ମଧ୍ୟରେ ଏକ ସିଏ କରାଏ। ସମସ୍ତଙ୍କ ଭିତରେ ଏକାଗ୍ରତା ସୃଷ୍ଟି କରେ ଏହି ଅହିଂସା ନୀତି। ପ୍ରେମ ଏକ ବଳିଷ୍ଠ ଅସ୍ତ୍ର, ଯାହା ହିଂସ୍ର ପ୍ରାଣୀକୁ ମଧ୍ୟ ଆପଣାର କରିଥାଏ। ଏହି ଭଲ ପାଇବା, ଏହି ପ୍ରେମ କରିବା, ଅନ୍ୟ ପ୍ରତି ଯେଉଁ ଆସକ୍ତି ରହିବା ବା ଭଲ ପାଇବାଟା ଯଦି ଥିବ, ଗୋଟେ ହିଂସ୍ର ଜୀବକୁ ବି ଆମେ କ'ଣ କରିବା ନା ଆପଣାର କରିପାରୁ। ଆମେ ଜାଣିଛେ ଯେ କୁକୁର ଗୋଟେ ଜୀବ, ଆମେ କୁକୁରକୁ ପୋଷୁଛେ, କୁକୁର ବି ହିଂସ୍ର, କିନ୍ତୁ ତାକୁ ଆମେ ସ୍ନେହ ଦେଉଛେ, ପାଖରେ ବସାଉଛେ, ଖାଇବାକୁ ଦେଉଛେ, ସିଏ ବି ଦେଖ ସିଏ କ'ଣ ହେଉଛି ନା ସ୍ନେହ ବଳରେ ଆମେ ଆପଣାର ତାକୁ କରିପାରୁଛେ। ତେଣୁ ହିଂସ୍ର ଲୋକଟିକୁ ମଧ୍ୟ ଆମେ ଯଦି ସ୍ନେହ କରିବା, ଭଲ ପାଇବା ଦେବା, ସିଏ ନିଶ୍ଚିତ ଆମର ଆପଣାର ହୋଇପାରିବ। ସାଧାରଣ ଜନଜୀବନରେ ଅହିଂସା ଆଚରଣ କରିବା ଏକ କାଠିକର ବ୍ୟାପାର, ମାତ୍ର ଆତ୍ମଶକ୍ତି ଦ୍ୱାରା ଏହାକୁ ଅନାୟାସରେ ହାସଲ କରାଯାଇପାରିବ। ଏହି ସାଧାରଣ ଜୀବନଯାପନ କଲାବେଳେ ଆମେ
ଅହିଂସା ନୀତି ଅବଲମ୍ବନ କରିବା ସତରେ ପିଲାମାନେ ଅହିଂସା ନୀତି ଅବଲମ୍ବନ କରିବା ଗୋଟେ କାଠିକର ପାଠ। ଏଇ ମଣିଷ ଏମିତି ଗୋଟେ ସ୍ୱାର୍ଥପର ମଣିଷ, ଏମିତି ଆସକ୍ତିଯୁକ୍ତ ମଣିଷ, ସିଏ ଟିକେ ଯଦି କାହାର ଉନ୍ନତି ଦେଖିଲା ସେ ହିଂସା କରିବା ଆରମ୍ଭ କରିବ। ତେଣୁ ସାଧାରଣ ଜୀବନରେ ଆମେ ଅହିଂସା ଆଚରଣ କରିବା କଷ୍ଟକର ବା କାଠିକର ବ୍ୟାପାର। ମାତ୍ର ଆତ୍ମଶକ୍ତି ଦ୍ୱାରା, ଯଦି ଆତ୍ମବିଶ୍ୱାସ ଥିବ, ନିଜର ମନୋବଳ ଥିବ, ଆମେ ଏହାକୁ ଅନାୟାସରେ ହାସଲ କରିପାରିବା। ମୋ ସାଙ୍ଗ ଯଦି ଭଲ ନମ୍ବର ରଖିଲା, ହଁ ସିଏ ପରିଶ୍ରମ କରିଛି, ସିଏ ରଖିଛି, ଏଇ ମନୋଭାବ ଯଦି ରହିବ ଆମେ ତାକୁ ଅନାୟାସରେ ହାସଲ କରିବା। ଯଦି ହଁ ସିଏ ମୋଠୁ ଭଲ ନମ୍ବର ରଖିଲା, ସିଏ ଅମୁକ, ମୁଁ ଆଉ ଗୋଟେ ଉଦାହରଣ ଦିଅନ୍ତି, ଏଠି ଦେବି ନାହିଁ କାରଣ ତୁମର ବୟସ ହେଇଯାଇଛି, ବୟସ ଅନୁସାରେ ବୁଝି ବି ପାରୁଥିବ ଯେ ଜଣେ ଯଦି ଅନ୍ୟ ଜଣକୁ ଭଲ ପାଉଛି ତାହେଲେ ସେଇ ଭିତରୁ ଆଉ ଗୋଟେ ସାଙ୍ଗ ହିଂସ୍ର ହେଇଯାଇକି ହଁ ସିଏ ଅମୁକ କଲା ସମୁକ କଲା କିଛି କ୍ଷତି ଘଟାଉଛନ୍ତି। ମାତ୍ର ଯଦି ଆତ୍ମବିଶ୍ୱାସ ଥିବ, ଠିକ୍ ଅଛି, ତା ପାଖରେ କିଛି କ୍ୱାଲିଟି ଥିବ, ସେଇଥିପାଇଁ ସିଏ ତାକୁ ଭଲ ପାଇଛି, ସିଏ ତାକୁ ପସନ୍ଦ କରିଛି, ମୁଁ କାହିଁ ସେଥିରେ ଯାଇକି ପଶିବି। ତେଣୁ ଅହିଂସାକୁ ଆମେ ସବୁବେଳେ ଧ୍ୟାନ ଦେବା। ଅହିଂସା ହେଉଛି ଗୋଟେ ସବଳ ଲୋକର ଚିନ୍ତାଧାରା, ହିଂସା ହେଉଛି ଗୋଟେ ଦୁର୍ବଳ ଲୋକର ଚିନ୍ତାଧାରା। ଅହିଂସା ଏକ ଆତ୍ମଶକ୍ତି ଏବଂ କର୍ମ କରିବାର ଏକ ମହାନ କୌଶଳ, ଜୀବନ ବଞ୍ଚିବାର ଏକ ମହାନ କଳା, ବଞ୍ଚିବାର ଗୋଟେ ମହାନ କଳା। ମହାତ୍ମା ଗାନ୍ଧୀ ଅହିଂସା ନୀତି ଅନୁସାରେ ଭାରତ ସ୍ୱାଧୀନ ହେବାର ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଭାରତ ସ୍ୱାଧୀନ କରିଥିଲେ। ଯଦି ହିଂସା ପ୍ରକୃତି ଅବଲମ୍ବନ କରିଥାନ୍ତେ, ହିଂସା ନୀତି ଅବଲମ୍ବନ କରିଥାନ୍ତେ, ତାହେଲେ ତ ବିଦେଶୀମାନଙ୍କର, ଇଂରେଜମାନଙ୍କର ଗୋଟେ ଗୋଳିରେ ବା ତାଙ୍କୁ ବି ନେଇକି କାରାବଦ୍ଧ କରିକି କାରାଗାରରେ ରଖିକି ସବୁଦିନ ପାଇଁ ରଖିଦେଇଥାନ୍ତେ। ଏଇ ଅହିଂସା ନୀତି ପାଇଁ ସେ କାହାରି କିଛି କରେନି, ଗୋଟେ ଗାଲରେ ଜାବଡ଼ା ମାରିବ ଆଉ ଗୋଟେ ଗାଲ ଦେଖି ଦେଉଥିଲେ, ହିଂସା କରିବାର ନାହିଁ। ଏଇ ନୀତି ଅବଲମ୍ବନ କରିକି ଆଜି ସିଏ ଜାତିର ପିତା ମହାତ୍ମା ଗାନ୍ଧୀ, ଆମେ ତାଙ୍କୁ ଉଚ୍ଚାରଣ କରୁଛେ। ଜୀବନରେ ଅହିଂସା ଆଚରଣ କରିବାର ଅର୍ଥ ସତ୍ୟରେ ବାସ କରିବା, ଏହା ଏକ ଦୈବ ସମ୍ପଦ, ଏହା ହିଁ ଜୀବନର ଧର୍ମ, ସାମଗ୍ରିକ ପ୍ରେମ ଅଟେ। ଏଇ ଗାନ୍ଧୀଜୀଙ୍କ ମତରେ ଜୀବନର ଅହିଂସା ଆଚରଣ କରିବାର ଅର୍ଥ ସତ୍ୟରେ ବାସ କରିବା, ଆମେ ସତ୍ ଜୀବନଯାପନ କରିବା, ସତ୍ ମାର୍ଗ ଅବଲମ୍ବନ କରିବା। ଏହା ଏକ ଦୈବ ସମ୍ପଦ, ଏହା ହେଉଛି ଭଗବାନଙ୍କର ଗୋଟେ ସମ୍ପତ୍ତି, ଏହା ହିଁ ଜୀବନର ଧର୍ମ, ସାମଗ୍ରିକ ପ୍ରେମ ମଧ୍ୟ। ଏଇଟା ହେଉଛି ଜୀବନର ଧର୍ମ ଆଉ ସାମଗ୍ରିକ ପ୍ରେମ, ସମସ୍ତଙ୍କୁ ଭଲ ପାଇବାର ଗୋଟେ ବାଟ। ଅଜ୍ଞତା, ଆଳସ୍ୟ, ସଂକୀର୍ଣ୍ଣତା ଓ ବିଭେଦ ବିରୁଦ୍ଧରେ ସଂଗ୍ରାମ କରିବା ହେଉଛି ଅହିଂସାର ଏକ ବଳିଷ୍ଠ ଦିଗ। ଅଜ୍ଞତା, ଯିଏ ଜାଣିନାହିଁ, ଅଜ୍ଞ ଯିଏ ଅଛି, ଆଳସ୍ୟ, ଅଳସୁଆପଣ, ସଂକୀର୍ଣ୍ଣତା, ନିମ୍ନମାନର ଚିନ୍ତାଧାରା, ଉନ୍ନତମାନର ଚିନ୍ତାଧାରା ନିଜର ସଂକୀର୍ଣ୍ଣ ମନା ଯେଟା କହୁ ଆମେ, ବିଭେଦ ବା ଭେଦଭାବ କରିବା, ଏହି ବିରୁଦ୍ଧରେ ସଂଗ୍ରାମ କରିବା ହେଉଛି ଅହିଂସାର ଏକ ବଳିଷ୍ଠ ଦିଗ। ସତ୍କର୍ମ କରି ଅନ୍ୟ ପ୍ରତି ପ୍ରେମ ଭାବ ଜାଗ୍ରତ କରାଇବା ସହ ସଦିଚ୍ଛା ସହାନୁଭୂତିର ମାର୍ଗ ପ୍ରଶସ୍ତ କରାଇବା ହେଉଛି ଅହିଂସାର ଅନ୍ୟ ଏକ ବଳିଷ୍ଠ ଦିଗ। ଅହିଂସାର ଅନ୍ୟ ଏକ ବଳିଷ୍ଠ ଦିଗ କ'ଣ? ମାନେ ସତ୍କର୍ମ କରି, ଭଲ କାମ କରି ଅନ୍ୟ ପ୍ରତି ଆମେ ପ୍ରେମ ଭାବ ଜାଗ୍ରତ କରାଇବା ସହ ସଦିଚ୍ଛା ସହାନୁଭୂତିର ମାର୍ଗ ପ୍ରଶସ୍ତ କରାଇବା। ସଦିଚ୍ଛା ସହାନୁଭୂତି, ଅନ୍ୟକୁ ଆମେ ସାହାଯ୍ୟ ସହଯୋଗ କରିବା ଯେତିକି ଆମର କ୍ଷମତା, ଏ ହେଉଛି ତାର ଗୋଟେ ମାର୍ଗ। ଏହି ହେତୁ ଗାନ୍ଧୀ କହନ୍ତି, ସତ୍ୟାଗ୍ରହୀ ନିରଳସ ଓ ନିରବଚ୍ଛିନ୍ନ ଭାବରେ କର୍ମ କରି ସମାଜର ମଙ୍ଗଳ ସାଧନ କରିବା ଆବଶ୍ୟକ। ଜଣେ ଅହିଂସା ପଥ ଯିଏ ଅବଲମ୍ବନ କରୁଛନ୍ତି, ନିରବଚ୍ଛିନ୍ନ ଭାବରେ ଆଳସ୍ୟ ଶୂନ୍ୟ ହୋଇକି ସେ କର୍ମ କରି ଚାଲିବ, ଫଳ ପ୍ରତି ଆସକ୍ତି ରଖିବ ନାହିଁ, ତାର କର୍ମ କରିବା କଥା ସେ କରି ଚାଲିବ ଆଉ ଅନ୍ୟର ମଙ୍ଗଳ ସାଧନ କରିବ। କଷ୍ଟ ସହିବା, ତ୍ୟାଗ କରିବା ଏବଂ ଅନ୍ୟର ସେବା କରିବା ଅହିଂସାର ଅପରିହାର୍ଯ୍ୟ ଅଙ୍ଗ। ଯଦି ଅହିଂସା ବାଟରେ ଯିବ, ଯଦି ତୁମେ ଭଲ କାମଟେ କରିବ, ସମସ୍ତେ ତୁମକୁ ବିରୋଧ କରିବେ। ତେଣୁ ବିରୋଧ କଲେ ତୁମେ ଯଦି ଭାଙ୍ଗି ପଡ଼ିବ ତାହେଲେ ଆଗକୁ ଯାଇପାରିବ ନାହିଁ। ତେଣୁ କଷ୍ଟ ସହିବାକୁ ପଡ଼ିବ ତୁମେ ଯଦି କିଛି ନ କରିକି ନୀରବ ବସିବ, ତୁମକୁ କେହି କିଛି କହିବେ ନାହିଁ। ତୁମେ ଯଦି କିଛି କରିବ ନିଶ୍ଚିନ୍ତ ଭାବରେ ଲୋକ କହିବେ, ତେଣୁ ଲୋକ କହିବାକୁ ଶୁଣିବା ନାହିଁ, ଆମେ କଷ୍ଟ ସହିବା। ଯଦି ସେୟା ଅନୁଭବ କରିଥାନ୍ତା, ଏଠି ଆମେ ଗାନ୍ଧୀଜୀଙ୍କ କଥା ଆଲୋଚନା କରୁଛେ, ସେୟା ଯଦି ହେଇଥାନ୍ତା, ଗାନ୍ଧୀଜୀକି କଳା କହିଲେ, ଗୋରା କହିଲେ, ତଳେ ବସିକି ଯିବା, ପ୍ରତ୍ୟେକ ଜିନିଷରେ ତାଙ୍କୁ ବାଧା ସୃଷ୍ଟି କରିବା, ସବୁ ପ୍ରକାର କଷ୍ଟ ଆସୁଛି, ମୁଁ ମୋର ଯିବିନି, ମୁଁ ତ ବଡ଼ ଘରେ ଜନ୍ମ ନେଇଛି, ମୁଁ ନୀରବ ରହିଯିବି, ତାହେଲେ ସେ ଆଜି ଭାରତକୁ ସ୍ୱାଧୀନ କରିବାରେ ଏତେ ବାଟ ନେଇପାରିନଥାନ୍ତେ ବା ସ୍ୱାଧୀନ କରିପାରିନଥାନ୍ତେ। ଏବଂ ଅନ୍ୟର ସେବା କରିବା ଅହିଂସାର ଅପରିହାର୍ଯ୍ୟ ଅଙ୍ଗ। ସତ୍ୟାଗ୍ରହୀ ନିଜେ କଷ୍ଟ ସ୍ୱୀକାର କରି ପ୍ରତିବଦଳରେ କିଛି ନ ଚାହିଁ ଅନ୍ୟର ସେବା କଲେ, ଅନ୍ୟକୁ ଆପଣାର କଲେ ଶତ୍ରୁ ମଧ୍ୟ ମିତ୍ର ପାଲଟିଯାଏ। ଏଣୁ ଅହିଂସା ହେଉଛି ବିଜୟ ଲାଭର ସର୍ବୋତ୍କୃଷ୍ଟ ପନ୍ଥା।